ଆସିଲୁ ମୁଁ ଯାଇଥିଲି ଖୋର୍ଦ୍ଧାରେ ଥିଲି ମୁଁ ଯେତେବେଳେ ବମିଂ କେସ୍ ବମ୍ କଥାଟା ଶୁଣିଲି ମୁଁ ଖୋର୍ଦ୍ଧାରୁ ବୋଲଗଡ଼ ମେଡିକାଲ କୁ ଗଲି ବୋଲଗଡ଼ ମେଡିକାଲରେ ସବୁ ବାହାରି କଲେ କାଚଗୁରାକ କେତେଗୁରେ କାଚଗୁରାକ ଯୋଉଠୁ ବାହାରି କଲେ ତାପରେ ସିଏ କହିଲେ ନେଇକି ଯାଆନ୍ତୁରୁ 6 ନମ୍ବର ରେଫର କରିଦେଲେ ଯଦି 6 ନମ୍ବର ରେଫର କଲେ ଆମେ ଆସିକି ପହଞ୍ଚିଲୁ ଯଦି ତାଙ୍କୁ କହିଲୁ ଯେ ସାର୍ ଆଉ ହଉଛି ଏମର୍ଜେନ୍ସି ମ୍ୟାଡାମ ସେ କହିଲେ ହଁ ଏମର୍ଜେନ୍ସି ଟା ଯେତେବେଳେ ବମିଂ କେସ୍ ଟା ଏଟା ଏମର୍ଜେନ୍ସି ମ୍ୟାଡାମ କହିଲେ ସିଏ ଗଲେ ଅର୍ଥୋପେଡିକ ପାଖକୁ ଯେତେବେଳେ ଗଲେ ଅର୍ଥୋପେଡିକ କଣ କଲେ କହିଲେ ସେ କୋଉ ତାଙ୍କର କଣ ସର୍ଜରୀ ଡକ୍ଟର ସେ ଯାଇକି କଣ ଥିଲେ ସର୍ଜରୀ କରୁଥିଲେ କରିବା ପରେ ମୁଁ ଯାଇକି ମତେ କହିଲେ ତମେ ଯାହା ଟିକେ ସିକ୍ୟୁରିଟି ଟା କହିଲା ତମେ ଯାହା ଟିକେ ଖୋଜିକି ଡାକିକି ନେଇକି ଆସ କଣ ସୁକାନ ନାହିଁ ତାଙ୍କ ନା କଣ ଗୋଟେ ମୋର ଆଉ ମନ ନାହିଁ ମୁଁ ହୋସରେ ମନେ ପଡୁନି ସେ ମତେ ସେଠୁ କହିଲେ ମୁଁ ଯାଇକି ବୁଲିକା ଆସିଲି ପାଇଲିନି ଆସିକି ପହଞ୍ଚିବା ପରେ ମୁଁ କହିଲି ସାର୍ ଆପଣ ଯୋଉ ପଠେଇଲେ ମୁଁ ପାଉନି ଆପଣ ଟିକେ ଫୋନ କରନ୍ତୁ ନହେଲେ ଆସିକି ଏମର୍ଜେନ୍ସିରେ ପାଆନ୍ତୁ ନା 6ଟା ହଉ 6ଟା ହେଲା ମାନେ କେବେ ଡକ୍ଟର ଆସିବେ ମୁଁ କହିଲି 6ଟା ଆସିଲା ବେଳକୁ ଲୋକଟା ମରିଯାଇଥିବ ତାହେଲେ 6ଟା ଯାଇକି ଅପେକ୍ଷା କରିବା ନା ହଁ ଅପେକ୍ଷା କର ତାପରେ ସିଏ ଆସିଲେ ଚେୟାରରେ ବସିଲେ ସେ ଡକ୍ଟର ଆଉ ରୋଗୀ ପାଖକୁ ନ ଯାଇକି ସିଏ ଲେଖା ଲେଖି କଲେ କିଏ ଡକ୍ଟର ନ ଯାଇକି ରୋଗୀ ପାଖକୁ ସେ ମାନେ କହୁଛନ୍ତି କୋଉଠି କହୁଛି ମୁଁ ତାକୁ କହିଲି ଯେ ପରିସ୍ରା ଦ୍ୱାରରୁ ଡାହାଣ ପଟ ପୁରା ଗୋଡ ପାଦ ଯାକେ ହେଇଛି ଆଉ ବାଁ ପଟ ବି ପେଣ୍ଟା ଆଉ କିଛି ନାହିଁ ଛାତିରେ ପଶିଛି ପେଟରେ ଅଛି ଡାହାଣ ହାତରେ ବି ଅଛି ସିଏ ସେଠିକି ବସି ପଇଲେ ଖାଲି ଦେଖିଦେଲେ ଡାହାଣ ପାଦଟା ଆଉ ଛାତିଟା ପେଟଟା ଲେଖିଦେଲେ ଏତିକି ଆଉ କିଛି ଲେଖିଲେନି ଦେଖିଲେ ସବୁ ଜାଗାରେ ଅଛି ବି କାଚ କିନ୍ତୁ ଆପଣଙ୍କୁ ତାପରେ ଆଉ ଟ୍ରିଟମେଣ୍ଟ କିଛି କଲେନି ଆଉ କିଛି କଲେନି ଆମେ କଣ କରିବୁ କିଛି କରିପାରିବୁନୁ ଆମ ପାଖରେ କିଛି ନାହିଁ ଆମକୁ କଣ ସେ ଡକ୍ଟର ମତେ କଣ ଲେଖିଦେଲା ସେ ଡକ୍ଟର ତ ସିଏ କରିବା କଥା ସିଏ କଣ ମତେ ଲେଖିଦଉଛି ମୁଁ ତ କିଛି ନାହିଁ ଏଇଟା ହାଡ ଗୋଡ ଭାଙ୍ଗିଲେ ନା ମୁଁ ସଜାଡିବା କଥା ଏଇଟା କାଚରେ ମୁଁ କଣ କରିବି ମତେ କଣ ପାଇଁ ଲେଖିଦେଲା ଏମିତି ସେ କହିନା କିଛି ମୁଁ କହିଲି ସାର୍ ଆପଣ ଯଦି କରିବା କଥା କରନ୍ତୁ ଯଦି ନ କରିବେ ଆମକୁ ମନା କରିଦିଅନ୍ତୁ ନହେଲେ ଆମେ ପ୍ରାଇଭେଟ ଡକ୍ଟରକୁ ନେଇକି ମେଡିକାଲ ନେଇକି ଯିବୁ କି ନହେଲେ ଏମ୍ସ କୁ ନେଇକି ଯିବୁ ଆପଣ ଟିକେ କୁହନ୍ତୁ ନା ତମେ ତ ବହୁତ ଭଲ କହୁଛ ମୁଁ କହିଲି ବହୁତ ପାଟି କରୁଛ ମୁଁ କହିଲି ପାଟି କଣ କଲି ଆପଣଙ୍କୁ ପଚାରିବାଟା ଭୁଲ ମୋର ପଚାରିବାଟା ଭୁଲ ମାନେ କେତେଟାରୁ ଆସିଲୁଣୁ ଆମେ 3:30ରୁ 4ଟା ଭିତରେ ଆସିଲୁଣୁ ଧର 4:30 ହେଇଗଲାଣି ବି ସୁଦ୍ଧା ଆସିଲୁଣୁ ଏବେ କେତେଟା ଟାଇମ ହେଲାଣି ଆପଣ କୁହନ୍ତୁ ମତେ କୁହନ୍ତୁ କେତେଟା ଟାଇମ ହେଲାଣି ଆପଣ ଦେଖିବେ ନା ଦେଖିବେନି ଏଇ ରୋଗୀଟା ମରିବ ନା ମରିବନି ମରିଯିବ ନା ନାଇଁ କହିଲ ଆପଣଙ୍କ ଭଉଣୀ କି ଆପଣଙ୍କ ମା ହେଇଥିଲେ ଏମିତି କରିଥାନ୍ତେ ନା ଏ ଝିଅ ତୁ ବେଶୀ କଥାବାର୍ତ୍ତା କରୁଛୁ ସିକ୍ୟୁରିଟି ଟା ଉଠୁଛି ମୋ ଉପରେ ଆଉ ମୁଁ କହିଲି ତୁ ବେଶୀ ଗହଳି କରିବୁନୁ ଗୋପା ବଜେଇଲା ଲେଖେ ବଜେଇବି କିଏ କହିଲେ ଆପଣଙ୍କୁ ସେମିତି ହଉଛି ସେ ଯୋଉ ସିକ୍ୟୁରିଟି ଟା ଆଚ୍ଛା ଆଉ ତାପରେ ସେ ନର୍ସ ଟା କହୁଛି କି ତମେ ବହୁତ ଗହଳି କରୁଛ ବହୁତ ଏଟା କରୁଛ ତମେ ଆମର କଣ କରିବ କହିଲ ସାମ୍ବାଦିକକୁ ଯୋଉ ଡାକିବ ବୋଲି କହୁଛ ସାମ୍ବାଦିକକୁ ଡାକିଲେ ସେ କଣ କରିବ ଆମର ଆଚ୍ଛା ତାହେଲେ ଆଉ କିଛି ଟ୍ରିଟମେଣ୍ଟ କଲେନି କିଛି କରିନାହାନ୍ତି ଆମକୁ ତାପରେ ଆପଣ ପୋଲିସ କେମିତି ଆସିଲା ପୋଲିସ ମୁଁ ଯେତେବେଳେ ପାଟି କଲି ସେ ଗୋଟେ କନଷ୍ଟେବଳ ଟେ ଡାକିଲେ ସାରଙ୍କୁ ଫୋନ କରିକି ସେ ଯୋଉ 1 ଷ୍ଟାର ସାର୍ ଆସିଲେ ମତେ ପଚାରିବା ପରେ କହିଲେ ହଁ ଏଇଟା ହଉଛି ବି ନ୍ୟୁଜ ବାଜିଗଲାଣି ସବୁଆଡେ ବି ଆସି ସାରିଲାଣି ଆଉ ଆପଣ ହଉଛି କଣ ହେଇଛି କହିଲେ ଝିଅ ମତେ ମୁଁ ଏଇ କଥା ଯୋଉଠୁ କହିଲେ ଏଇଟା ଡକ୍ଟରର ଭୁଲ ଡକ୍ଟର ଯଦି ନ ଦେଖିପାରିବ କି ନ କରିପାରିବ ତାହେଲେ ପଠେଇଦବା କଥା ଆଉ କୋଉଠିକି ନହେଲେ ଏମ୍ସକୁ ନେଇଯା କି ନାଇଁ ପ୍ରାଇଭେଟ ମେଡିକାଲ ନେଇକି ଯା କୋଉଠିକି ନେଇକି ଯା ତମକୁ ଏବେ ତାଙ୍କ ରକ୍ଷା କଣ ଦରକାର ତାହେଲେ ମୋ ସାଙ୍ଗରେ ମୁଁ ପଚାରୁଛି ମୁଁ ଏଠି ଯେତେବେଳେ ଯାଇକି ସାର୍ ପଚାରିଲେ କହିଲେ ଆପଣ ଯଦି ନ କରିପାରିବେ ଆପଣଙ୍କ ପାଖରେ କିଛି ଯଦି ନାହିଁ ତାହେଲେ ଆପଣ ତାଙ୍କୁ କହିଦେବା କଥା ଏଇ ରାତିକି ପଠଉଛନ୍ତି ଯଦି ବମିଂ କେସରେ ବିଷ ଥବ ତାହେଲେ କଣ ହେଇଥାନ୍ତା ଆପଣ ସେ ପିଲାଟା ମରିଯାଇଥାନ୍ତା କି ନାଇଁ ଆପଣ ଏମିତି କାମ କଲେ ଠିକ କଲେନି ଏମିତି ହଉଛି ମାନେ ଗରିବ ଲୋକ ବି ମାନେ ସିଏ ଗୋଟେ ଦଳିତ ଆଦିବାସୀ ଜିଲ୍ଲା ସଭାପତିଟେ ଗୋଟେ ସମାଜସେବୀଟେ ଗୋଟେ ବିଜେପିରେ ସଦସ୍ୟ ଅଛନ୍ତି ସବୁ ଚିହ୍ନା ପରିଚୟ ଦେଇକି ବି ଆପଣ ଯଦି ତାଙ୍କୁ ଯଦି ଟ୍ରିଟମେଣ୍ଟ ନ ଦେଇପାରିଲେ ତାହେଲେ ଗରିବ ଲୋକ ତ ନିହାତି ମରିଯାଉଥିବେ ମତେ ସାର୍ କହିଲେ ଯେ ତମେ ରୁହ ସାମ୍ବାଦିକ ମାନଙ୍କୁ ଡାକିକି ଏ ସବୁ କର କାମ ସେ ଯୋଉ ଡକ୍ଟର ମାନଙ୍କ ନାଁରେ ସହଯୋଗ କରିଛନ୍ତି ପୋଲିସ ସାର୍ ମତେ କିନ୍ତୁ ସେ ସାର୍ ଯୋଉ ସହଯୋଗ କରିଛନ୍ତି ଆଉ ଗୋଟେ ସିକ୍ୟୁରିଟି ବି ସହଯୋଗ କଲା କହିଲା ହଁ ମୁଁ ବି ସାର୍ ଯୋଉଠୁ କହିଲି ମତେ ବି ଧମକେଇଛନ୍ତି ସେ ସିକ୍ୟୁରିଟି କହିଲା
ତାହେଲେ ଆପଣ ଇଏ କହୁଛନ୍ତି ଯେ ଡକ୍ଟର ଆପଣଙ୍କୁ ଟ୍ରିଟମେଣ୍ଟ ଠିକ କଲେ ନାହିଁ? ନାଇଁ ଜମା କରିନାହାନ୍ତି। ଆମେ ଡକ୍ଟରକୁ ପୁରା 100 ଦୋଷ ଦଉଛୁ। ସାର୍ ଭାଇ କହିଲେ ବିଶ୍ୱାସ କରିବନି, ଆମକୁ କିଛି କରିନି, ମାନେ ନା ଆମକୁ ଅନେଇଲା ନା କଲା, ସିଆଡରେ ବସିକି ଲେଖି ଦଉଛି, ଇଆଡେ ଯାଉଛି ହେରି ସିଆଡେ ଯାଉଛି ହେରି, କହିଲା ଆମ ଆଗରେ 100 ରୋଗୀ ତମକୁ କଣ ଦେଖିବୁ, ଏମିତି ମତେ କହୁଛି। ଆଚ୍ଛା, ଆପଣଙ୍କ ରୋଗୀ ସେମାନେ ଦେଖିପାରିଲେନି ଏମିତି ଦେହରୁ କାଚ ପଶିଥିଲା ଦେହରେ? ନା କିଛି ହାତ ବି ମାନୁନାହାନ୍ତି, ତାଙ୍କ ପାଖକୁ ବି ଯାଇନାହାନ୍ତି। ଆଚ୍ଛା, ଆଉ ଭାଇ ସତ କହୁଛି ଭାଇ, ମୁଁ ରାଣ ଖାଉଛି। ମାନେ ମୋ ଭଉଣୀ କି ମୋ ଝିଆରୀ କି ଥରେ ଫଟୋରେ ତାଙ୍କର ବି ଯୋଉ ଫଟୋ ଉଠିବାକୁ ଏକ୍ସରେ କୁ କଲେ, ମୁଁ କହୁଛି ସାର୍ ଝିଅର ହାତରେ ହେଇଛି, ହାତଟା ଲେଖିନଥିଲେ ଅଣ୍ଟାଟାକୁ ଲେଖି ଦେଇଥିଲେ ଆଉ ପିଚଟାକୁ ଲେଖି ଦେଇଥିଲେ। ମୁଁ କହିଲି ସାର୍ ହାତଟା ଲେଖୁନାହାନ୍ତି, ହାତଟା ହେଇଛି କାନ ମୁଣ୍ଡଟା ହେଇଛି, ହାତ ଯୋଉଠୁ କହିଲେ ହାତ ଲେଖିଲେ ଯେ ହାତରେ ବି ଅଛି କାଚ, ପିଚାରେ ବି ଅଛି କାଚ। ସାର୍ ବି କହିଲେ ଏ ଯୋଉ ଇଏରେ କଲେ। ତାପରେ ଫେର କଣ କହିଲ, ମୋ ଭଉଣୀର ମୁଁ କହିଲି ସାର୍ ଆପଣ ତ ଏଠି ବସି କହିଲେ ଜଙ୍ଘଠୁ ଯେ ମାନେ ଆଣ୍ଠୁ ଯାକେ ଯୋଉ ପୁଟିଆ ଯାକେ ବୋଲିକି ହେଇଛି, ଆପଣ ତ ଲେଖିଲେନି ସେଗୁରା କାଚ ଥବ ନା। ତମେ ଡକ୍ଟର ନା ମୁଁ ଡକ୍ଟର, ମତେ ଏମିତି ଡକ୍ଟର କହୁଛି, ମୁଁ ଡକ୍ଟର ନା ତମେ ଡକ୍ଟର। ଆଚ୍ଛା, ଏଭଳିଆ ବ୍ୟବହାର। ତାହେଲେ ଠିକ ଅଛି, ଆମେ ସେଟାକୁ ଲେଖିବୁ। ଆଉ ରହିଲା ଆପଣଙ୍କର ଏବେ ତାଙ୍କର ଯୋଉ ଆପଣଙ୍କର 2 ଜଣ ରୋଗୀ ଆସିଛନ୍ତି, ତାଙ୍କ ନାଁ କଣ କଣ, କେତେ ବର୍ଷ କୁହନ୍ତୁ? ହଉଛି ତାଙ୍କ ନାଁ ହେଲା ହଉଛି ଗୋଟାକର ଆମିନା ବେଗମ 38 ବର୍ଷ, ଆଜ୍ଞା ଆଉ ଗୋଟେ ରୁକ୍ସାନା ବେଗମ 11 ବର୍ଷ। ଆଜ୍ଞା, ଇଏ କଣ ମା ଝିଅ? ନାଇଁ, ସିଏ ହେଲା ଆମିନା ହେଲା ମାଉସୀ, ଆଜ୍ଞା, ମୋ ଝିଅ ହେଲା ସାନ ଭଉଣୀର ଝିଅ, ଏଇଟା ରୁକ୍ସାନା ବେଗମ। ଆଚ୍ଛା, ତା ବୋପା ପୋଲିସ ଚାକିରି କରିଛି। କା ବାପା? ଏଇ ରୁକ୍ସାନାର ବୋପା କନଷ୍ଟେବଳ ଅଛି। ଆଚ୍ଛା ଆଚ୍ଛା, ରିଜର୍ଭ ଅଫିସରେ ଖୋର୍ଦ୍ଧା ତତ୍ତ୍ୱ। ହେଇଟା ତାଙ୍କ ଘର ବୋଧେ, ଯୋଉଠି ବମ୍ ଥିଲା ସେଇଟା ତାଙ୍କ ଘର ନାଇଁ? ନାଇଁ, ଏଇଟା ଆମ ଗାଁରେ ଯାଇକି ଥିଲା, ଆମ ଗାଁରେ। ଆଚ୍ଛା। ଏଇଟା ସେ ଖୋର୍ଦ୍ଧାରୁ ଯାଇଥିଲା ଭଉଣୀ ଯୋଉ ଇଦ୍ ପାଳନ କରିବା ପାଇଁ ଆମ ଘରକୁ। ଓହୋ, କିନ୍ତୁ ଘରଟା ଖାଲି ଥିଲା ଆଉ। ହଁ, ଘରଟା ଭଙ୍ଗା ଘର। ଓହୋ, ଆପଣ ଏବେ ପର୍ଯ୍ୟନ୍ତ ପୁଲିସ ଧରି ପାରିନି କିଏ ବମ୍ ରଖିଥିଲା? କେଜାଣି ସେ ଜାଣିଥିବ, ପୋଲିସ ଜାଣିଥିବ, କହିପାରିବିନି ଭାଇ। ମୁଁ ତ ଗାଁକୁ ବି ଯାଇନି, ମର୍ଡର ଦେଖିନି ଆଚ୍ଛା, କି ଜାଣିନି ପୋଲିସ କେତେ ଅଛନ୍ତି କଣ ଅଛନ୍ତି ବି ଯିଏ ମଲା, କହିପାରିବିନି। ଆଚ୍ଛା ଯିଏ ମରଲେ ତାଙ୍କ ନାଁ କଣ ମା? ତା ନାଁ ହେଲା ମିଲି ବେଗମ। ତାଙ୍କୁ କେତେ ବର୍ଷ? ତାର 28 ବର୍ଷ, ତାର 3ଟା ପିଲା, ଗୋଟେ ମାଇକିନା ଝିଅ ଯୋଡେ, ପୁଅଟେ ଗୋଟେ। ମୋ ସ୍ୱାମୀ ତା ଅଛି। ହଁ, ତା ସ୍ୱାମୀ ବି ପଚାରୁନି, ସେଇଟା ଗୋଟେ ଅଧା ବାଇଆଣୀଟେ, ତା ସ୍ୱାମୀ ତାକୁ ପଚାରେନି। ତାର 3ଟା ପିଲାରୁ ଗୋଟେ ପିଲାକୁ 14 ବର୍ଷ, ଆଉ ଗୋଟେ ପିଲାକୁ ଆସିକି ଏଇଟା 13 ବର୍ଷ, ଆଉ ଗୋଟାକୁ 8 ବର୍ଷ ନା 9 ବର୍ଷ। ସିଏ ସେଥିରେ କଣ, ଏଇ ଯୋଉ 3 ଜଣ ଯାକ ସେଇଠି ବମ୍ ଟା ପାଖରେ ଥିଲେ ନା କେମିତି କଣ? ସେ ବାଡିଆଡେ, ଆମର କହିପାରିବିନି ଭାଇ, ମୁଁ ସେ ବିଷୟରେ ଜାଣିନି, କହିପାରିବିନି। ଓହୋ ହୋ, ଆଚ୍ଛା। ମୁଁ ଜାଣିନି, ମୁଁ ଖୋର୍ଦ୍ଧାରେ ଥିଲି ଭାଇ, ମୁଁ କିଛି ଜାଣିନି, ପାଣି ଚିଏ ବି ଜାଣିନି। ମୁଁ ଖୋର୍ଦ୍ଧା କୋର୍ଟରେ ଥିଲି, କୋର୍ଟରୁ ମୁଁ ବି ଯାଇଛି। କିନ୍ତୁ ଆପଣ କୋର୍ଟରେ ଚାକିରି କରିଛନ୍ତି? ନାଇଁ, ମୁଁ କୋର୍ଟରେ ଚାକିରି କରିନି, ମୁଁ କିନ୍ତୁ କୋର୍ଟକୁ ଆସିଥିଲି। ଆମର ଏମିତି ଗୋଟେ ପୋଲିସ ମିଛ କେସରେ ମାନେ ପୁତୁରାଟାକୁ ଫସେଇଛି ଯେ ମୁଁ ଆଜି ଜାମିନ କରୁଥିଲି ପୁତୁରାଟାକୁ।